ପିଲାମାନେ ଆଜି ଆମେ ରାତି ପାହିଲା ସକାଳ ହେଲା ଏଇ କବିତାଟିକୁ ପଢ଼ିବା। ତ ମୁଁ ପ୍ରଥମେ ପଢ଼ୁଛି, ମୋ ସହିତ ତୁମେ ମନ ଦେଇ ଶୁଣ, ତାପରେ ମୁଁ ଆଉ ଥରେ ପଢ଼ିଲେ ମୋ ସହିତ ତୁମେମାନେ ଆବୃତ୍ତି କରିବ। ରାତି ପାହିଲା ସକାଳ ହେଲା, ଛାତ ଉପରେ କାଉରା ବିଲା, କା 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 କା। ଲଙ୍ଗଳ ଧରି ଚଇତା ଭାଇ ବିଲକୁ ଧାଇଁଲା, ଏ ସରିଲା ପରୀକ୍ଷା, ଏ ସରିଲା ପରୀକ୍ଷା, ରାତି ପାହିଲା ସକାଳ ହେଲା। ତ ମୁଁ ଆଉ ଥରେ ପଢ଼ୁଛି, ମୋ ସହିତ ଆବୃତ୍ତି କର। ରାତି ପାହିଲା ସକାଳ ହେଲା, ଛାତ ଉପରେ କାଉରା ବିଲା, କା 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 କା। ଲଙ୍ଗଳ ଧରି ଚଇତା ଭାଇ ବିଲକୁ ଧାଇଁଲା, ଏ ସରିଲା ପରୀକ୍ଷା, ଏ ସରିଲା ପରୀକ୍ଷା, ରାତି ପାହିଲା ସକାଳ ହେଲା। ତ ଦେଖ, ये जो विषय ଦେଇଛି ଅଭ୍ୟାସ କାର୍ଯ୍ୟ ଦେଇଛି, ଆକୁ ଆମେ ଅଭ୍ୟାସ କରିବା। 1 ନମ୍ବର କହୁଛି ପ୍ରତି ଅକ୍ଷରକୁ ଲଗାଇ ଦୁଇଟି ଲେଖାଏଁ ଶବ୍ଦ ଲେଖିବା। ଯେମିତିକି ଫ କୁ ଲଗେଇକରି ଦୁଇଟା ଶବ୍ଦ ତିଆରି କରିବ, ଫଳ। ଆଉ ଗୋଟେ ଶବ୍ଦ କ'ଣ ହେଇପାରିବ ନା ଫସଲ, ଫସଲ ମଧ୍ୟ ଗୋଟିଏ ଶବ୍ଦ ହେଇପାରିବ। ସେଭଳି କ'ଣ କରିବ, ଇ କୁ ଲଗେଇକରି ଏ କୁ ଲଗେଇକରି ଦୁଇଟି ଲେଖା ଶବ୍ଦ ତିଆରି କରିବ। ତାପରେ 2 ନମ୍ବର କହୁଛି ଦିଆଯାଇଥିବା ଅକ୍ଷରରେ ଆ କାର, ଇ କାର, ହର୍ଷଉକାର ଲଗାଇ ଗୋଟିଏ ଲେଖାଏଁ ଶବ୍ଦ ତୁମେ ଲେଖିବ। ଯେମିତିକି ତ ଲଗେଇକରି ତାର ହେଇଛି, ଇ ଲଗେଇକି ସେଭଳି ଗୋଟେ ତିଆରି କରିବ। ତାପରେ ହର୍ଷଉକାର ଲଗାଇ ମଧ୍ୟ ଗୋଟିଏ ଲେଖା ଶବ୍ଦ ତୁମେ ତିଆରି କରିବ। ବୁଝିପାରିଲନି? ତାପରେ 3 ନମ୍ବର କହୁଛି ଉକାର ବ୍ୟବହାର କରି ଶବ୍ଦ ଗଢ଼ିବା ଓ ଲେଖିବା। ଯେମିତିକି ଉକାର ଲଗେଇ କୁଆ ହେଇଛି, ଯେମିତି କ ଆ ଅଛି, ହର୍ଷଉକାର ହେଲା କୁଆ। ସେଭଳି ଖଦ ଅଛି, ହର୍ଷଉକାର ହେଲେ ଖୁଦ ହେବ। ବୁଝିପାରିଲନି? ଏଭଳି କ'ଣ କରିବ, ଖାଲି ସ୍ଥାନକୁ ପୂରଣ କରିବ। 4 ନମ୍ବର କହୁଛି ଦିଆଯାଇଥିବା ଅକ୍ଷରରେ ଇ କାର ଓ ଏ କାର ଲଗାଇ ଗୋଟିଏ ଲେଖାଏଁ ଶବ୍ଦ ତୁମେ ଲେଖ। ତାହେଲେ ଦେଖ, କ ଅଛି, ଇ କାର ଲଗାଇଲେ କ'ଣ ହେଇଯିବ, କୀଟ ହେଇଯିବ। ସେଭଳି ଏ କାର ଲଗାଇଲେ କ'ଣ ହେଇଯିବ, ଦେଖ ଭେଳା ହେଇଯିବ, ଭରେ ଭେଳା ହେଇଗଲା। ସେଭଳି କ'ଣ କରିବ ନା ଗରେ ଏ କାର ଲଗାଇଲେ ଗୋଟେ ଶବ୍ଦ ତିଆରି କରି ଗେଣ୍ଡା କରିଦେବ। ତାପରେ ଭରେ ଏ କାର ଦେଲେ ଭେଣ୍ଡି ମଧ୍ୟ ଗୋଟେ ଶବ୍ଦ ତିଆରି କରିପାରିବ। ବୁଝିପାରିଲନି? ଏଭଳି କ'ଣ କରିବ, ଶବ୍ଦ ତୁମେ ତିଆରି କରିବ। 5 ନମ୍ବର କହୁଛି ପ୍ରତି ଅକ୍ଷରରେ ଓ କାର ଓ ଉ କାର ଲଗାଇ ଗୋଟିଏ ଲେଖାଏଁ ଶବ୍ଦ ତୁମେ ଲେଖିବ। ଯେମିତି ରରେ ଓ କାର ହେଲେ ରୋଗ ହେଇଗଲା, ଗରେ ହର୍ଷଉକାର ହେଲା ଗୁଡ଼ି ହେଇଗଲା। ଏଠି ଓ କାର ଲାଗିଲା, ଉ କାର ମଧ୍ୟ ଏଠି ଲାଗିଲା। ସେଭଳି ଇଏ ଯେତେକ ଅକ୍ଷର ଦେଇଛି, ଏ କାର ଉ କାର ଲଗେଇକରି ଶବ୍ଦ ତୁମେ ତିଆରି କରିବ। ତାପରେ 6 ନମ୍ବର କହୁଛି ଆସ ତଳ ଗୀତଟିକୁ ପଢ଼ିବା ଓ ଦେଖି ଦେଖି ଲେଖିବା। ଯେମିତିକି ବିଲୁଆ ଡାକେ ହୁକେ ହୋ, କୁକୁର ଭୁକେ ଭୋ ଭୋ, ଯାତ୍ରାରେ ଲୋକ ଘୋ ଘୋ, ବାଣ ଫୁଟୁଛି ଠୋ ଠୋ। ଇଏ କ'ଣ କରିବ, ଏ ଯେଉଁ ଶବ୍ଦ ଲେଖା ହେଇଛି, ଏ ଶବ୍ଦକୁ ଲଗେଇକି ଯେଉଁ ବାକ୍ୟଟି ଆମର ଲେଖା ହେଲା, ଏ ବାକ୍ୟଟିକୁ ଖାଲି ସ୍ଥାନରେ ତୁମେ ଲେଖିବ। ବୁଝିପାରିଲନି? 7 ନମ୍ବର କହୁଛି ଆସ ସାରଣୀରୁ ଅକ୍ଷର ନେଇ ଶବ୍ଦ ଗଢ଼ିବା ଓ ଲେଖିବା। ଯେମିତିକି ଅକ୍ଷର ସବୁ କ'ଣ କ'ଣ ଦେଇଛି ସାରଣୀ ଭିତରେ, ଦେଖ ଅ, ଖ, ଗ, ଛ, ଏମିତି ଶବ୍ଦ ଅଛି, ସବୁ ଅକ୍ଷର ଅଛି। ଇଏ ଅକ୍ଷରକୁ ବ୍ୟବହାର କରି ତୁମେ ଶବ୍ଦ ତିଆରି କରିବ। ବୁଝିପାରିଲନି? ତାପରେ 8 ନମ୍ବର କ'ଣ କହୁଛି, ଦେଖ 8 ନମ୍ବର କହୁଛି ତଳ ଅକ୍ଷରରେ ଦିଆଯାଇଥିବା ମାତ୍ରା ଲଗାଇ ଗୋଟିଏ ଲେଖାଏଁ ଶବ୍ଦ ଗଢ଼ିବା। ଯେମିତିକି ଖ ଅଛି, ଉକାର ଦେଲେ କ'ଣ ହେଇଯିବ, ଖୋଳ। ଏଇଭଳି କ'ଣ କରିବ, ତୁମେ ଶବ୍ଦ ତିଆରି କରିବ। ବୁଝିପାରିଲନି? ତାପରେ କହୁଛି ଆସ ବିନ୍ଦୁ ଯୋଡ଼ି ଚିତ୍ର ପୁରା କରିବା, ରଙ୍ଗ ଦେବା। ଯେମିତି ଚିତ୍ର କ'ଣ ଅଛି, ଦେଖ ପ୍ରଥମେ ଅଛି ବିଲେଇ, ଇଏ ବି କ'ଣ, ତାପରେ ତୁମେ ରଙ୍ଗ ଦେବ। ତାପରେ କେଉଁ ଚିତ୍ର ଅଛି, ଦେଖ ସିଂହ ଚିତ୍ର ଅଛି, କ'ଣ କରିବ, ସେଭଳିଆ ବିନ୍ଦୁ ଯୋଡ଼ିକି ସିଂହ ଚିତ୍ର କରିବ, ତା ଦେହରେ ରଙ୍ଗ ଦେବ। ପାରିବ ନା ପାରିବନି? ତ ଏଇଟା ଥିଲା ଆମର ବିଷୟବସ୍ତୁ। ତ ନେକ୍ସଟ କ୍ଲାସରେ ଗୋଟେ ନୂଆ ବିଷୟକୁ ଆରମ୍ଭ। ଧନ୍ୟବାଦ।